କୁହନ୍ତି ନା ସଙ୍ଗତର ଅସର ମାନେ ମୋ ସହିତ ରହି ରହି ମୋତେ ଭଲ ଲାଗୁଥିବା ଖାଦ୍ୟକୁ ଧୀରେ ଧୀରେ ସ୍ୱାମୀ ବି ଖାଇବାକୁ ଭଲ ପାଇଲେଣି। ଆଜି ରାତିରେ ଖାଇବାରେ ପନିରର କିଛି ଆଇଟମ୍ ଖାଇବେ ବୋଲି ସ୍ୱାମୀ କହିବାରୁ ମୁଁ ତ ପୁରାପୁରି ସକ୍ ହେଇଗଲି। ଆଉ ଡେରି ନ କରି ପନିରକୁ ଛୋଟ ଛୋଟ କରି କାଟି ସେଥିରେ କିଛି ଲୁଣ, କର୍ଣ୍ଣଫ୍ଲୋର, ରେଡ୍ ଚିଲି ପାଉଡର ଦେଇ ଭଲସେ ଗୋଳାଇ ତେଲରେ ଛାଣି ନେଲି। ଏପଟେ ତେଲ ଗରମ ହେଲା ପରେ ସେଥିରେ ଦେଲି କିଛି ଛୋଟ ଛୋଟ କାଟିଥିବା ରସୁଣ, ଅଦା ଆଉ କଞ୍ଚା ଲଙ୍କାକୁ। ସେ ଟିକେ ଫ୍ରାଏ ହେଲା ପରେ ପକେଇଦେଲି କାଟିଥିବା ପିଆଜ ଆଉ କ୍ୟାପ୍ସିକମ୍କୁ। ସ୍ୱାଦ ଅନୁଯାୟୀ ଲୁଣ ଦେଇ ହାଲକା ଫ୍ରାଏ କରିନେଲି। ତାପରେ ସେଥିରେ ଦେଲି ଟମାଟୋ ସସ୍, ଚିଲି ସସ୍, ସ୍ୱାଦକୁ ବାଲାନ୍ସ କରିବାକୁ କିଛି ଚିନି ଆଉ କର୍ଣ୍ଣଫ୍ଲୋର ଆଉ ରେଡ୍ ଚିଲି ପାଉଡରର ଗୋଟେ ମିଶ୍ରଣ। ତାପରେ ସେଥିରେ ଛାଣି ରଖିଥିବା ପନିରକୁ ପକାଇ ଭଲସେ ଗୋଳାଇ ରେଡି କରିଦେଲି ଚିଲି ପନିର। ରୁଟି ସହିତ ଚିଲି ପନିର ଖାଇ ସ୍ୱାମୀ ହେଇଗଲେ ଖୁସି। ସେ ପନିର ଖାଇ ଖୁସି ହେଉଥିବାର ଦେଖି ମୁଁ ଟିକେ ହେଇଗଲି ଏକ୍ସଟ୍ରା ଖୁସି। ମୁଁ ସେଇ ଏକ୍ସଟ୍ରା ଖୁସିରେ ଖାଇବାକୁ ବସି ପଡ଼ିଲି। ଆପଣମାନେ ଖାଲି ଭିଡ଼ିଓ ଦେଖିଲେ ହେବନି, ଚ୍ୟାନେଲକୁ ଯାଆନ୍ତୁ ସବସ୍କ୍ରାଇବ୍ କରି। ଜୟ ସାଇରାମ।